আজি ଷଠତିଳା ଏକାଦଶୀ। ଏହି ଷଠତିଳା ଏକାଦଶୀ ଦିନ ଓଳାଶୁଣୀ ମେଳା ପାଳିତ ହୁଏ। ଏ ଓଳାଶୁଣୀ ମେଳା କ'ଣ? ଓଳାଶୁଣୀ ଗୋଟେ ପାହାଡ଼ ରହିଛି। ସେ ପାହାଡ଼କୁ ଯଦି ଆପଣ ଦେଖିବେ, ଯଦି କେବେ ଯିବେ ପାହାଡ଼ ଉପରକୁ, ତାହେଲେ ଦେଖିବେ ସେଠି ଅରକ୍ଷିତ ଦାସ, ସନ୍ଥ ଅରକ୍ଷିତ ଦାସଙ୍କର ସମାଧିପୀଠ ଅଛି, ଜଗନ୍ନାଥଙ୍କର ମୂର୍ତ୍ତି ଅଛି, ରାଧାକୃଷ୍ଣଙ୍କର ମୂର୍ତ୍ତି ଅଛି ଏବଂ କିଛି ଶାଳାଗ୍ରାମ ମଧ୍ୟ ପୂଜିତ ହୁଅନ୍ତି। ଓଳାଶୁଣୀ ଠାକୁରାଣୀ ମଧ୍ୟ ଏକ ଗ୍ରାମ୍ୟ ଦେବୀ, ଗ୍ରାମ୍ୟରେ ପୂଜା ପାଆନ୍ତି। ଏଇ ଓଳାଶୁଣୀ ମେଳା କାହିଁକି ପାଳନ କରାଯାଏ? ତାର କାରଣ ହେଲା 1837 ଖ୍ରୀଷ୍ଟାବ୍ଦରେ ଆଜିର ଏହି ଦିନରେ ସନ୍ଥ ଅରକ୍ଷିତ ଦାସ ମୃତ୍ୟୁବରଣ କରିଥିଲେ। ତାଙ୍କର ଏହି ଦିବସକୁ, ମୃତ୍ୟୁ ଦିବସକୁ ମନେ ରଖିବା ପାଇଁ ଓଳାଶୁଣୀ ମେଳା ପ୍ରତିବର୍ଷ ପାଳିତ ହୁଏ। ଅରକ୍ଷିତ ଦାସଙ୍କର ପ୍ରକୃତ ନାମ ହେଉଛି ବଳଭଦ୍ର ଦେବ, ଯିଏ ପଦ୍ମନାଭ ଦେବଙ୍କର ବଡ଼ ପୁଅ। ପଦ୍ମନାଭ ଦେବ ହେଉଛନ୍ତି ଗଞ୍ଜାମର ବଡ଼ଖେମୁଣ୍ଡି ର ରଜା ଥିଲେ। ସେଇ ବଡ଼ଖେମୁଣ୍ଡି ରଜାଙ୍କର ପୁଅ ହେଉଛନ୍ତି ବଳଭଦ୍ର ଦେବ। ବଳଭଦ୍ର ଦେବ ତାଙ୍କର ରାଜ୍ୟ କାର୍ଯ୍ୟ ପ୍ରତିପାଳିତ ନ କରିକିରି ସିଏ ଓଳାଶୁଣୀ ପାହାଡ଼ ଉପରେ ଆସି ଧ୍ୟାନ ମଗ୍ନରେ ତପସ୍ୟା କରିଥିଲେ ଏବଂ ଏଇଠାରେ ସେ ସିଦ୍ଧି ପାଇଥିଲେ। ଯେଣୁ ସେ ସିଦ୍ଧି ପାଇଲେ, ସେଇଠାରେ ହିଁ ସେ ତାଙ୍କର ଆଶ୍ରମ କରି, ଗୁମ୍ଫା ମଧ୍ୟରେ ଆଶ୍ରମ କରିକିରି ସେଇଠି ରହିଥିଲେ। ଏ ଓଳାଶୁଣୀ ପାହାଡ଼ଟି ବଡ଼ଚଣା ବ୍ଲକରେ ଅବସ୍ଥିତ, ଯାହା ବର୍ତ୍ତମାନ ଯାଜପୁର ଜିଲ୍ଲାରେ ଅନ୍ତର୍ଭୁକ୍ତ। ଅରକ୍ଷିତ ଦାସ ହେଉଛନ୍ତି ଶୂନ୍ୟ ବ୍ରହ୍ମର ପ୍ରଚାରକ ଥିଲେ। ଶୂନ୍ୟ ବ୍ରହ୍ମ ଧର୍ମର ପ୍ରଚାରକ ଥିଲେ, ଯାହା ଆଗରୁ ଅବଧୂତ ପନ୍ଥୀମାନେ ପ୍ରଚାର କରୁଥିଲେ। ସେଇ ଶୂନ୍ୟ ବ୍ରହ୍ମ ଧର୍ମକୁ ସେ ପ୍ରଚାର ଏବଂ ପ୍ରସାର କରିଥିଲେ। ଶୂନ୍ୟ ଧର୍ମର ପ୍ରଚାରରେ ଗୋଟେ ବଡ଼ ତାଙ୍କର ଥିଲା ଯେ ଜାତି ନିର୍ବିଶେଷରେ, ଧର୍ମ ଜାତି ନିର୍ବିଶେଷରେ ସମସ୍ତେ ଭଗବାନଙ୍କୁ ପୂଜା କରିପାରିବେ। କେବଳ ଯେ ବ୍ରାହ୍ମଣମାନେ ପୂଜା କରିବେ ତା ନୁହଁ, ସମସ୍ତେ ସେଇ ଶୂନ୍ୟ ବ୍ରହ୍ମଙ୍କୁ ଆରାଧନା କରିପାରିବେ, ପୂଜା କରିପାରିବେ ଏବଂ ସେଇ ପୂଜାରେ ସେମାନଙ୍କର ହିଁ ମୁକ୍ତି ମିଳିବ। ସେ ବହୁତ ଗୁଡ଼ିଏ ବହି ପୁସ୍ତକ ଲେଖିଥିଲେ ଅରକ୍ଷିତ ଦାସ। ତା ମଧ୍ୟରୁ ଗୋଟେ ଅତି ଉପାଦେୟ ପୁସ୍ତକ ହେଉଛି ମହିମଣ୍ଡଳ ଗୀତା। ସେ ଶୂନ୍ୟ ବ୍ରହ୍ମ ଧର୍ମର ପ୍ରଚାର କରିବା ପାଇଁ ଏ ଗୀତାଟିକୁ ମଧ୍ୟ ରଚନା କରିଥିଲେ। ଆଜି ଲୋକମାନେ ଏଇ ଓଳାଶୁଣୀ ପାହାଡ଼ ପାଖରେ ଏକତ୍ରିତ ହୁଅନ୍ତି। ଏଇଠି ଏକତ୍ରିତ ହେଇ ସିଏ ପୋଡ଼ ପିଠା ସମସ୍ତେ ମା ଓଳାଶୁଣୀଙ୍କୁ ପାଖରେ ଭୋଗ କରିଥାନ୍ତି। ଏହାର ଏଇ ଯେଉଁ ପୋଡ଼ ପିଠାଟା ଏ ଅଞ୍ଚଳରେ ଭାରି ପ୍ରସିଦ୍ଧ। ଆଜି ଏକାଦଶୀ, ଯେଉଁଦିନ ଅରକ୍ଷିତ ଦାସ ମୃତ୍ୟୁବରଣ କରିଥିଲେ ଆଜିର ଦିନରେ, ସେଦିନ ମଧ୍ୟ ଏକାଦଶୀ ଥିଲା। 1837 ମସିହାରେ ଅରକ୍ଷିତ ଦାସ ମୃତ୍ୟୁବରଣ କରିଥିଲେ। ଓଳାଶୁଣୀ ମେଳାଟି କଟକ, ଯାଜପୁର, ପୁରୀ
এই ଅଞ୍ଚଳରେ ବଡ଼ ପ୍ରସିଦ୍ଧ ଲାଭ କରିଛି। ପ୍ରତିବର୍ଷ ଶ୍ରଦ୍ଧାଳୁମାନେ ଏଇଠିକି ଆସନ୍ତି, ଏ ମେଳାରେ ଅଂଶଗ୍ରହଣ କରନ୍ତି। ଆପଣମାନଙ୍କୁ ଯଦି କେବେ ସୁବିଧା ହେବ ତାହେଲେ ଓଳାଶୁଣୀ ମେଳାରେ ଏକତ୍ରିତ ହୋଇ ମେଳାଟିକୁ ଉପଭୋଗ କରିବା ପାଇଁ ମୋର ଅନୁରୋଧ। ଜୟ ହିନ୍ଦ।